ଏକ ବୁନ୍ଦ ବଚନାମୃତ। ଜୟଜୀବ। ଏବେ ଆସନ୍ତୁ ଯଜୁର୍ବେଦର ତ୍ରୟୋଦଶ ମନ୍ତ୍ରକୁ ବୁଝିବା। ଏହି ମନ୍ତ୍ରରେ ଋଷି କହୁଛନ୍ତି, ଧୀର ଓ ଜ୍ଞାନୀ ପୁରୁଷମାନଙ୍କ ଠାରୁ ଆମେ ଶୁଣିଛୁ ଯେ ବିଦ୍ୟାର ଫଳ ଏକ ପ୍ରକାର ଓ ଅବିଦ୍ୟାର ଫଳ ଅନ୍ୟ ପ୍ରକାର। ଏହାର ଅର୍ଥ ହେଉଛି ବେଦ କୌଣସି କଳ୍ପନା କିମ୍ବା ଅନୁମାନର କଥା କହେ ନାହିଁ। ଏହି ଜ୍ଞାନ ସେହି ମହାପୁରୁଷମାନଙ୍କର ଜ୍ଞାନ ଯେଉଁମାନେ ସତ୍ୟକୁ ସ୍ୱୟଂ ଉପଲବ୍ଧି କରିଥିଲେ। ସେମାନେ ସ୍ପଷ୍ଟ କହିଛନ୍ତି ଯେ ବିଦ୍ୟା ଓ ଅବିଦ୍ୟା ଉଭୟର ନିଜ ନିଜ ସ୍ଥାନ ଓ ଫଳ ଅଛି। ସେଥିପାଇଁ ଗୋଟିଏ ଗ୍ରହଣ କରି ଅନ୍ୟଟିକୁ ତ୍ୟାଗ କରିଦେବା ବେଦର ଶିକ୍ଷା ନୁହେଁ। ବେଦ ଆମକୁ ବିବେକପୂର୍ଣ୍ଣ ସମନ୍ୱୟର ପଥ ଦେଖାଏ। ଯେଉଁମାନେ ଏହି ସନ୍ତୁଳନ ବୁଝନ୍ତି ସେମାନେ ଜୀବନର ସଠିକ୍ ମାର୍ଗରେ ଆଗେଇ ଯାଆନ୍ତି। ପରବର୍ତ୍ତୀ ଭାଗରେ ଆମେ ଚତୁର୍ଦ୍ଦଶ ମନ୍ତ୍ରରେ ଦେଖିବା ବେଦ କିପରି ବିଦ୍ୟା ଓ ଅବିଦ୍ୟା ଉଭୟଙ୍କୁ ଏକତ୍ର ଜାଣିବାର ଉପଦେଶ ଦେଉଛନ୍ତି। ଜୟ ଜୀବ।